ପିଲାମାନେ, ଏହା ହେଉଛି ତୁମର ଚିତ୍ରାଙ୍କନ ବିଷୟ ଆମେ ସିଲେକ୍ସନ୍ କରିଛୁ, ଯାହାକି ତୁମର ଏହି ବାର୍ଷିକ ପରୀକ୍ଷାରେ ଆସିବାର ସମ୍ଭାବନା ରହିଛି। ତେବେ କେଉଁ ସବୁ ପ୍ରଶ୍ନ ରହିଛି ଆସ ଦେଖିବା। ପ୍ରଥମ ପ୍ରଶ୍ନ ଅଛି, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦିଅ। ପିଲାମାନେ, ଏଇଠି ତିନି ପ୍ରକାର ଚିତ୍ର କହିଛି, ସେଇଥିରୁ ଗୋଟିଏ ମାତ୍ର ଚିତ୍ର ଅଙ୍କନ କରିବ ଏଇ ବଡ଼ ଘରେ। ତେବେ କେମିତି କରିବ ଏବେ ଶୁଣ। ପ୍ରଥମେ ଆସ ଜାଣିବା ସେଇ ତିନୋଟି ଚିତ୍ର କ'ଣ କ'ଣ କହିଛି। ପ୍ରଥମରେ ହେଲା ସ୍ୱାଧୀନତା ଦିବସରେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଉଥିବାର ଦୃଶ୍ୟ, କିମ୍ବା ତୁମେ ଦେଖିଥିବା ଏକ ମେଳାର ଦୃଶ୍ୟ, କିମ୍ବା ଜଳ ହିଁ ଜୀବନ ଏହାର ସୁରକ୍ଷାକୁ ନେଇ ଏକ ଦୃଶ୍ୟ। ପିଲାମାନେ, ଏହି ଚିତ୍ରକୁ ତୁମେ ନିଜେ ଘରେ ଥରେ ଦୁଇଥର ଦେଖିକରି ଅଭ୍ୟାସ କରିବ। ତାପରେ ଆଉ ଦେଖିବାକୁ ପଡ଼ିବ ନାହିଁ। ନିଃସନ୍ଦେହରେ ବିନା ଦେଖିକରି ତୁମେ ଅଙ୍କନ କରିଦେଇପାରିବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦିଅ। ଏଠାରେ ମଧ୍ୟ ତିନୋଟି ଚିତ୍ରର ନାମ ଦେଇଛି, ସେଇଥିରୁ ଗୋଟିଏ ମାତ୍ର ଚିତ୍ର ଏଇ ଖାଲି ଘରେ ଅଙ୍କନ କରିବ। କ'ଣ କ'ଣ ଦେଇଛି ଆସ ଦେଖିବା। ପୁସ୍ତକ ମେଳାରେ ପିଲାଟି ପୁସ୍ତକ କିଣୁଥିବାର ଦୃଶ୍ୟ, କିମ୍ବା ପିଲାଟି ରାସ୍ତାରେ ସାଇକେଲ ଚଳାଇ ବିଦ୍ୟାଳୟକୁ ଯାଉଥିବାର ଦୃଶ୍ୟ, କିମ୍ବା ଚଢ଼େଇଟି ବସାରେ ତାହାର ଛୁଆମାନଙ୍କୁ ଖାଦ୍ୟ ଦେଉଥିବାର ଦୃଶ୍ୟ। ପିଲାମାନେ, ଏହି ତିନୋଟି ଚିତ୍ର ମଧ୍ୟରୁ ତୁମେ ତୁମର ଇଚ୍ଛା ଅନୁସାରେ ଯେକୌଣସି ଚିତ୍ରକୁ ତୁମ ନିଜ ଘରେ ବାରମ୍ବାର ଥରେ କିମ୍ବା ଦୁଇଥର ଦେଖିକରି ଅଭ୍ୟାସ କରିଦେଲେ ପୁଣି ଆଉ ଦେଖିବାକୁ ପଡ଼ିବ ନାହିଁ। ନ ଦେଖିକରି ମଧ୍ୟ ତୁମେ ଏହି ଚିତ୍ରଟିକୁ ଅଙ୍କନ କରିଦେଇପାରିବ। ଧନ୍ୟବାଦ ପିଲାମାନେ।